ତତେ ଯଦି ଗୋଟେ ଭଲ ଫିଜିକ୍ ବନେଇବାର ଅଛି କି ତୋ ବଡିରେ ଗୋଟେ ଭଲ କଣ୍ଡିସନ ଆଣିବାର ଅଛି ତ ଫାଷ୍ଟ ତୁ ଜାଣ ହାଉ ଟୁ ଟ୍ରେନ୍, ହାଉ ଟୁ ପୁsh ଆଣ୍ଡ ମୋଷ୍ଟ ଇମ୍ପୋର୍ଟାଣ୍ଟ ୟୁ ସୁଡ୍ ନୋ ଆବାଉଟ୍ ପ୍ରୋଗ୍ରେସିଭ ଓଭରଲୋଡ। ହେଲା, ଏଇ ଜିନିଷ ସବୁ ଜାଣିଲା ପରେ ଭାଇ ତାପରେ ଯାଇକି ମସଲକୁ ଟ୍ରେନ୍ କର। ଆଉ ଭାଇ ଆଉ ଗୋଟେ ଜିନିଷ ଜାଣ, ଗୋଟେ ମସଲକୁ କେତେଟା ଏକ୍ସରସାଇଜ ଟ୍ରେନ୍ କରାଯାଏ। ଏମିତି ନାହିଁ ଯେ ଗୋଟେ ମସଲ 3-4ଟା ଏକ୍ସରସାଇଜ ଟ୍ରେନ୍ କରିବୁ, ଭାଇ ଏମିତି ଯଦି କରିବୁ ତ ଟିସ୍ୟୁ ଅଧିକା ଡ୍ୟାମେଜ ହବ, ମସଲ ଅଧିକା ତ ରିକଭରି ସ୍ପିଡ କମିଯିବ, ମସଲ ବନିବନି ଆହୁରି। ହେଲା ଭାଇ, ଗୋଟେ ମସଲକୁ ଗୋଟେ ଏକ୍ସରସାଇଜ ଟ୍ରେନ୍ କର ଟିଲ୍ ଫେଲିୟର, ତାପରେ ଯାଇକି ଭାଇ ତତେ ଗୋଟେ ଅଧିକା ମାନେ ତୋର ପ୍ରୋଗ୍ରେସ ଟା ଅଧିକା ସ୍ପିଡ ହବ। ହେଲା, ଆଉ ତୋର ଯଦି ଏଇ ପ୍ରୋଟିନ ଟେ ପୁରା ହବନି କି ଏଇ ସବୁ ହବନି, ଭାଇ ଆହୁରି କମିଯିବ। ହେଲା, ତ ତୋର ନିଜର ପ୍ରୋଟିନ ଇନଟେକ୍ ଆଉ କେମିତି ଲିଫ୍ଟ କରାଯାଏ, ମାନେ କେତେ ଗୋଟେ ସେଟ ରେ କେତେଟା ରେପିଟେସନ କରାଯାଏ, କେତେ ମାନେ ପ୍ରୋଗ୍ରେସିଭ ଓଭରଲୋଡ କଣ, ଆଉ କେତେଟା ମାନେ ରେଞ୍ଜ ଅଫ ମୋସନ କଣ, କେତେ ଆଣିବୁ, କେତେବେଳେ ବ୍ରିଦ୍ ଆଉଟ୍ କରିବୁ, କଣ କରିବୁ, କେମିତି ଟ୍ରେନ୍ କରିବୁ, ଫାଷ୍ଟ ସେ ଜିନିଷ ଜାଣ। ତାପରେ ଯାଇକି ଭାଇ ମସଲକୁ ଟ୍ରେନ୍ କର। ଏମିତି ନାହିଁ ଯେ ଜିମ୍ କୁ ଯିବୁ ଖାଲି ମାରିଦବୁ ଉଠେଇଦବୁ ୱେଟ। ହଁ ଏଇଟା ମାନୁଛି କି ଭାଇ ଜିମ୍ କୁ ଯିବୁ ତାପରେ ଲିଫ୍ଟ କରିଦବୁ, ଡମ୍ବୁଲ ଉଠେଇଦବୁ, କଣ କରିଦବୁ, ସେମିତିରେ ଠିକ ଅଛି, ତୋର ହାତ ଫୁଲିଯିବ, କଣ ଫୁଲିଯିବ, ସେଟା ଗୋଟେ ଅଲଗା ଜିନିଷ। କିନ୍ତୁ ଭାଇ ମାନେ ପରଫେକ୍ଟ ସେପ ରେ ବଡିର କଣ୍ଡିସନ ଆସିବନି କିଛି। ଯଦି ତତେ ପରଫେକ୍ଟ କଣ୍ଡିସନରେ ବଡିର ଷ୍ଟ୍ରକ୍ଚର ଦରକାର ତ ଭାଇ ୟୁ ସୁଡ୍ ନୋ। ଠିକ ଅଛି, ତାପରେ ଯାଇକି ଭାଇ ମସଲକୁ ଟ୍ରେନ୍ କର। ଏମିତି ଯାଇକି ଏମିତି ଖାଲି ଟ୍ରେନ୍ କରିଦେବି ୱେଟ ଉଠେଇଦେବି ତୁଇ ଭାଇ କରନି, ବେକାର ଟାଇମ ୱେଷ୍ଟ, ଆଉ କିଛି ନାହିଁ। ଫାଷ୍ଟ ଜାଣ କେମିତି ଟ୍ରେନ୍ କରନ୍ତି, କେମିତି ଲିଫ୍ଟ କରନ୍ତି, ଏସବୁ ଜାଣ। ତାପରେ ଯାଇକି ଭାଇ ଲିଫ୍ଟ କର, ତାପରେ ଯାଇକି ତୋର ଯୋଉ ବଡିର ପ୍ରୋଗ୍ରେସ ଟା ଅଛି ମାନେ ସ୍ପିଡ ହେଇଯିବ ତୋର। ଠିକ ଅଛି।